କଷଣ ଶୋଷଣ ଧର୍ଷଣ ଭାଷଣର ସରକାର। ରିପୋର୍ଟ କାର୍ଡ ବହୁ ଶୀଘ୍ର ଆସୁ ଜନସାଧାରଣ ଦେବେ। 2024 ମସିହା ଜୁନ 4 ତାରିଖ ଫଳାଫଳ ପ୍ରକାଶ ପାଇଲା। ଭାରତୀୟ ଜନତା ପାର୍ଟି ସରକାର ଗଢିବା ପାଇଁ ଜନାଦେଶ ପାଇଲା। ଏହା ସେମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ସେମାନେ ମଧ୍ୟ କୁହାକୁହି ହେଲେ ଏ ଫଳାଫଳ ହେଉଛି ଅପ୍ରତ୍ୟାଶିତ। କିନ୍ତୁ 2 ବର୍ଷ ପୂର୍ତ୍ତି ପରେ ଯେତେବେଳେ ସେମାନେ ବାହାସ୍ଫୋଟ ମାରୁଛନ୍ତି, ସେମାନେ ଜାଣିବା ଦରକାର ଯେ ଜନସାଧାରଣ ପଶ୍ଚାତାପ କରୁଛନ୍ତି, ଦୁଃଖ ପ୍ରକାଶ କରୁଛନ୍ତି। କାହିଁକି ଏଭଳି ଗୋଟେ ଅପାରଗ ସରକାରକୁ ଆଣିଲେ ସେଇଥିପାଇଁ ମନସ୍ତାପ କରୁଛନ୍ତି। ଏ କଥାଟା ସେ ବୁଝିବା ଦରକାର। ଯଦି ବୁଝି ନଥିବେ ତାହେଲେ ସେମାନେ ଐତିହାସିକ ଭୁଲ କରୁଛନ୍ତି ବୋଲି ଭବିଷ୍ୟତରେ ପ୍ରମାଣିତ ହେବ। ଏବଂ ଯୋଉ କଥା କହିଲେ ଯେ 15 ବର୍ଷର ବିଜେଡି ଏକାକୀ ସରକାର, ଯାହା ହଉ 24 ବର୍ଷ ଯୋଉ ନାରା ଦଉଥିଲେ, ଧାରା ଲାଗିଥିଲା, ସେଥିରେ ସେ ବର୍ତ୍ତମାନ ପ୍ରଥମେ ବ୍ରେକ୍ ଦେଲେ ଯେ 2000ରୁ 2009 ମସିହା ପର୍ଯ୍ୟନ୍ତ ସିଏ ବିଜୁ ଜନତା ଦଳ ସେଥିରେ ସହଭାଗିତାରେ ଥିଲେ। 2 ବର୍ଷ ପରେ ଚୈତନ୍ୟ ଉଦୟ ହେଲା, 24 ବର୍ଷକୁ 15 ବର୍ଷକୁ ଆଣିଲେ। ଏବଂ ଆଉ ଗୋଟେ କଥା କହିଲେ, ସେ ରିପୋର୍ଟ କାର୍ଡ ବୁଲି ବୁଲି ଜନସାଧାରଣଙ୍କୁ ଦେବେ। ସେ ଜାଣିନାହାନ୍ତି ଜନସାଧାରଣ ତାଙ୍କ ରିପୋର୍ଟ କାର୍ଡ ତିଆରି କରିସାରିଲେଣି। ଭାରତୀୟ ଜନତା ପାର୍ଟି ସରକାର ଓଡିଶା ରିପୋର୍ଟ କାର୍ଡ ଯୋଉ ତିଆରି କରୁଛନ୍ତି ବାଣ୍ଟିବେ, କିନ୍ତୁ ଜନସାଧାରଣ ତାଙ୍କ ରିପୋର୍ଟ କାର୍ଡ ତିଆରି କରିସାରିଲେଣି ଯେ ଭାରତୀୟ ଜନତା ପାର୍ଟି ସରକାର କେତେ ଦୁର୍ବଳ, କେତେ ଅପାରଗ ଏବଂ କେମିତି କାମ ନ କରନ୍ତି, ଏ କଥା ଉପରେ ଗୋଟେ ଭଲ ରିପୋର୍ଟ ଜନସାଧାରଣ ଦେଇଛନ୍ତି। ଏବଂ ସେମାନେ କହୁଛନ୍ତି ଆମ ପ୍ରଗତି ଆଉ ଉନ୍ନତି ଦେଖିକି ବିରୋଧୀ ମାନେ ଚୁପ୍ ରହିଛନ୍ତି। ବିରୋଧୀ ମାନଙ୍କୁ ଚୁପ୍ କରିବାର ତୁମେମାନେ ପ୍ରୟାସ କରୁଛ। ତମେମାନେ ଭାବୁଛ ଯେ ବିରୋଧୀଙ୍କୁ ଆମେ ଚୁପ୍ କରିଦେବୁ ଅନ୍ୟ ଉପାୟରେ, ଯୋଉ ଉପାୟରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ଜାଗାରେ ବା ଦେଶରେ ଚୁପ୍ କରିବାର ଉଦ୍ୟମ କରୁଛ, ତମେ ସେଇ ଢାଞ୍ଚା ଯୋଗୁରୁ କହୁଛ, ସେଇଥି ଯୋଗୁରୁ କହୁଛ। ଏବଂ ଆପଣ କହୁଛନ୍ତି ପ୍ରଗତିକୁ ଗତି ମିଳିଛି। ପ୍ରଗତି ଗତି ମିଳିନି, ପ୍ରଗତି ବର୍ତ୍ତମାନ ଅଧୋଗତି ମିଳିଛି। ଆପଣ କହୁଛନ୍ତି ପ୍ରଗତି ଗତି ମିଳିଛି, ଆମେ ଆପଣଙ୍କୁ କହୁଛୁ ପ୍ରଗତି କି ଅଧୋଗତି ମିଳିଛି ଏ 2 ବର୍ଷ ଭିତରେ। ଏବଂ ଆପଣ କହିଲେ ଦୀର୍ଘ ବର୍ଷର ସ୍ଥାନୁତାକୁ ଭାଙ୍ଗି ଗୋଟେ ସରକାର ଗଠନ କରାଯାଇଛି। ସ୍ଥାଣୁତ୍ୱ ଏବଂ ଏ ସରକାରର ଯୋଉ ଉତ୍ତରଦାୟିତ୍ୱ, ଏଇଟା ବର୍ତ୍ତମାନ ଇତିହାସ ପୃଷ୍ଠାରେ ଲୀନ ହେବାକୁ ବସିଛି। ମାନେ ସ୍ଥାଣୁତ୍ୱରେ ତମେ ନମ୍ବର 1, ଉତ୍ତରଦାୟିତ୍ୱରେ ତମେ ପୁରା ନିଶ୍ଚିହ୍ନ କରିଦେଲ ଗୋଟେ ସରକାରର ଦାୟିତ୍ୱକୁ। ଏବଂ ଆପଣମାନେ କଣ କହିଥିଲେ, ସବକା ସାଥ ସବକା ବିକାଶ। ବିକାଶଟା ବର୍ତ୍ତମାନ ବିନାଶରେ ପରିଣତ ହେଇଛି। ସବକା ସାଥ ସବକା ବିଶ୍ୱାସ, ବିଶ୍ୱାସଟା ବର୍ତ୍ତମାନ ଅବିଶ୍ୱାସରେ ପରିଣତ ହେଇଛି। ଏବଂ ତୁମେ କହିଥିଲେ ସବକା ସାଥ ସବକା ପ୍ରୟାସ। ବର୍ତ୍ତମାନ ପ୍ରୟାସ ନାହିଁ, କେବଳ ଅପପ୍ରୟାସ ଜାରି ରହିଛି। ଯେନେ ତେଣ ଉପାୟରେ ଆମେ ସରକାର ରହିବୁ। ବିକାଶଟା ବିନାଶ ହେଇଛି, ଆପଣଙ୍କର ବିଶ୍ୱାସଟା ଅବିଶ୍ୱାସ ହେଇଛି, ପ୍ରୟାସଟା ବର୍ତ୍ତମାନ ହେଇଛି ଯେନେ ତେନେ ଉପାୟରେ ଆମେ ସରକାର ରହିବୁ। ଏବଂ ଆପଣମାନେ କହୁଛନ୍ତି ଡବଲ ଇଞ୍ଜିନ ସରକାର। ଡବଲ ଇଞ୍ଜିନ ସରକାରରେ ବର୍ତ୍ତମାନ ଡବଲ ଶୋଷଣ, ଡବଲ କଷଣ, ଅନେକ ଧର୍ଷଣ ଏବଂ କେବଳ ଭାଷଣ। 2 ବର୍ଷ ଭାରତୀୟ ଜନତା ପାର୍ଟି ସରକାର ଯୋଉ ଜିତିବାର 2 ବର୍ଷ ହେଲା, 12 ତାରିଖକୁ ତାଙ୍କର 2 ବର୍ଷ ପୂରିବ ସରକାରକୁ। ଆପଣ ମାନଙ୍କର ହେଲା ଡବଲ ଇଞ୍ଜିନ ସରକାର। ଡବଲ ଶୋଷଣ ଚାଲିଛି, ଅନେକ ଧର୍ଷଣ ହଉଛି, ଅନେକ କଷଣ ଲୋକ ଭୋଗୁଛନ୍ତି। ଏବଂ ଆପଣମାନେ ଘଣ୍ଟା ଘଣ୍ଟା ଧରିକି ଦୀର୍ଘ ସମୟ କେବଳ ଭାଷଣରେ ବ୍ୟସ୍ତ। କଷଣ ଶୋଷଣ ଧର୍ଷଣ ଭାଷଣର ସରକାର। ରିପୋର୍ଟ କାର୍ଡ ବହୁ ଶୀଘ୍ର ଆସୁଛି, ଜନସାଧାରଣ ଦେବେ।